ମୋହନା ବ୍ଲକ ଡମ୍ବଗୁଡ଼ା ପଞ୍ଚାୟତ ଅନ୍ତର୍ଗତ କୁଟାମା ଗ୍ରାମରେ ମୋଟ 41 ଜଣ କୁଇ ଆଦିବାସୀ ପରିବାର ବସବାସ କରନ୍ତି। ଗତ 2022 ମସିହାରୁ ପ୍ରେମ ଏପିଏଫ୍ର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମସ୍ତ ପରିବାର ନ୍ୟୁଟ୍ରିଗାର୍ଡେନ କରିବା, ବିଭିନ୍ନ ପନିପରିବା ଚାଷ କରି ଏବଂ ପଶୁପାଳନ କରି ଆର୍ଥିକ ବିକାଶ କରିବା, 365 ଦିନ ଖାଦ୍ୟ ସୁରକ୍ଷା ପାଇଁ ଧାନ ଚାଷକୁ ଗୁରୁତ୍ୱ ଦେବା ଇତ୍ୟାଦି ଉପରେ ବିଭିନ୍ନ ପଦକ୍ଷେପ ନିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନୁପ୍ରାଣିତ ହୋଇ କୁଟାମା ଗ୍ରାମର ମହିଳାମାନେ ପାହାଡ଼ ଉପରେ ଥିବା ଏକ ଝରଣାରୁ ନିଜ ପ୍ରଚେଷ୍ଟାରେ ପାଣି ନିଜ ନିଜ ପୃଷ୍ଟି ବଗିଚାକୁ ଆଣିବା ପାଇଁ ସକ୍ଷମ ହୋଇଛନ୍ତି। ବର୍ତ୍ତମାନ ସେମାନେ ବଜାରରୁ କୌଣସି ପରିବା କିଣିବା ପାଇଁ ନିର୍ଭର କରୁନାହାନ୍ତି ଏବଂ ବର୍ଷ ସାରା ନିଜେ ଜୈବିକ ପରିବା ଖାଇବାର ମଜା ପାଇପାରିଛନ୍ତି। ଏହା ସହିତ ବଳକା ପନିପରିବା ବିକ୍ରି କରି ନିଜର ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ସକ୍ଷମ ହୋଇପାରିଛନ୍ତି। ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବା ପାଇଁ ପ୍ରେମ ଏପିଏଫ୍ ତରଫରୁ ସେମାନଙ୍କୁ ଜୈବିକ କୃଷି ସମ୍ପର୍କିତ ସମସ୍ତ ତାଲିମ ଦିଆଯାଉଛି। ପନିପରିବା ବିହନ ଯୋଗାଇ ଦିଆଯାଉଛି, ଉଇଡର ସ୍ପ୍ରେୟାର ମେସିନ୍ ଏବଂ ନିୟମିତ ହ୍ୟାଣ୍ଡ ହୋଲ୍ଡିଂ ସପୋର୍ଟ ମଧ୍ୟ ଦିଆଯାଉଛି। ବର୍ତ୍ତମାନ ଗ୍ରାମର ସମସ୍ତ ମହିଳା, ଶିଶୁ, କିଶୋରୀ ଏବଂ ସମସ୍ତ ଗ୍ରାମବାସୀମାନେ ତଟକା ଖାଦ୍ୟ ଖାଇ ଅପପୁଷ୍ଟିରୁ ବଞ୍ଚିତ ହେବା ସହିତ ଖୁସିରେ ନିୟମିତ ଜୀବନଯାପନ କରିପାରୁଛନ୍ତି।